ମୋର ମନେ ପଡ଼ୁଛି 2004 2 ମସିହା ଯାଜପୁର ଅବସ୍ଥାପିତ ଥାଏ। ଯାଜପୁର ମନ୍ଦିର ଉଦ୍বোଧନ ହେଲା। ତାପରେ ତା ପରବର୍ତ୍ତୀ ସକାଳେ ପୂଜ୍ୟପାତ ଦାଦା ସେତେବେଳେ ଆଚାର୍ଯ୍ୟ ପୂଜ୍ୟ ଦାଦା ସକାଳ ପ୍ରାର୍ଥନା ପରେ ସମସ୍ତଙ୍କୁ ଡାକିଲେ। କାର ଉପରେ ହାତ ଦେଇ ଛିଡ଼ାଇ କହିଲେ ମୁଁ କିଛିଟା କହିବି ଆଜି କହିବିନି, ମୁଁ ଆପଣଙ୍କୁ କିଛି ନିବେଦନ କଲି। ସମସ୍ତେ ଆଜି ଯୋଉଟା ଛିଡ଼ା ହେଇଥିଲେ କହିଲେ ଏଠି ଯେ ବିଗ୍ରହ ମୁଁ ରଖିଦେଇ ଗଲି, ଏ ବିଗ୍ରହରେ ସେ ଠାକୁର ସ୍ୱୟଂ ବିରାଜିତ ମନ୍ଦିର ବୋଲି ଭାବିବେ, ଆଉ ମୁଁ ତାର ଜଗୁଆଳ, କିନ୍ତୁ ମୁଁ ତ ଏଠି ରହି ଜଗିପାରିବି ନାହିଁ। এই দায়িত্ব ଆପଣମାନଙ୍କ ଉପରେ ଦେଇଗଲି। ତାମାନେ ଆମେ ସମସ୍ତେ ବୁଝିଲେ ଜଗୁଆଳ। এই ଭାବଟା ସେ ଆମମାନଙ୍କ ଭିତରେ ରଖିବା ପାଇଁ ସେ କଲେ। ତେଣୁ ଆମମାନେ ସମସ୍ତେ ପ୍ରଭୁଙ୍କ ପ୍ରଥମେ ଜଗୁଆଳ କହିଲେ ଆମେ କୁକୁର ହେବା ଚାହିଁ, କିନ୍ତୁ ଆମେ ଜଗୁଆଳ ହେଇକି ରହିବା। ଜଗୁଆଳ ମାନେ ମାଲିକ ଯାହା କହିବେ ତାହା ଆମେ ତେଣୁ ପ୍ରକର୍ତ୍ତା ତାର ଘରକୁ ଜଗେଇ ଦିଏ। ସେ ଯାହା ନିର୍ଦ୍ଦେଶ ଦିଏ ସେ ଯେତେବେଳେ ଯାହା ନିର୍ଦ୍ଦେଶ ବଦଳାଇବ ତା ନିର୍ଦ୍ଦେଶ ଚାଲିବ। ସେଭଳି ଆମେ ଜଗୁଆ, ଆମମାନଙ୍କୁ ଯାହା ଯେତେବେଳେ କୁହାଯିବ ଆମେ ତାହା କରିବ। ତାହେଲେ ପ୍ରଭୁକୁ ବୁଝିପାରିବ। ସେଦିନ ମୁଁ ତେବେ ଯାଉ ବର୍ତ୍ତମାନ ଆମେ ବୁଝି ତାକୁ ଶୁଣିଥିଲୁ। ମୋର ଦୀର୍ଘ 50 ବର୍ଷ 40 ବର୍ଷ ଅଭିଜ୍ଞତା ଭିତରେ ଯେ ଠାକୁରକୁ ଧରି ଅନୁଭବ କରିବାଟା ଯଦି କେହି ନଥିଲା, ଆମେ ଜାଣିଥିଲେ ଆଚାର୍ଯ୍ୟ ପରମ୍ପରା ଭିତରେ ଠାକୁର ଅଛନ୍ତି। ଆଉ ବର୍ତ୍ତମାନ କ୍ଷେତ୍ରରେ ତାହା ମର୍ମରେ ଅନୁଭବ କରିଦେଉଛି। ପ୍ରତ୍ୟେକ କଥା ଆଚାର୍ଯ୍ୟ ଯାହା ଆମ ପାଖରେ ତୋଳି ଦେଉଛନ୍ତି ତାହା ହେଉଛି ଆମ। ତେବେ ଏଇ ଯେବେଠାରୁ ଏଇ ଡିପିୱାର୍କ ଆରମ୍ଭ ହେଲାଣି, ଆଚାର୍ଯ୍ୟ କହିଛନ୍ତି ବହୁ ଅନୁଭୂତିରେ ଅଛି। ଆଜି ଏଠି ମୁଁ 11ଟା ବେଳେ ପହଞ୍ଚିଲି। এইଠୁ ବାହାରିଲି, ମୋର ପୁରୁଣା ଆଣିଥିଲି 4/12/2007 ମସିହାରେ। ଏଠି 2, 3, 4 ଏ 3 ଦିନ ଯାକ ଏଠି ଦୀକ୍ଷା ଦିବସ ସେଥିରେ ପାଳନ କରା। সেই ଦୀକ୍ଷା ଦିବସ 3 ଦିନ ଯାକ ମୁଁ ସେଠି ଉପସ୍ଥିତ ଏବଂ ସେଦିନ କିଛି ଦୀକ୍ଷା ଦିଏ। ଆଜି ସେ କାଗଜକୁ ମୁଁ ଆଣିଥିଲି। କ'ଣ କିଏ ମିଳିବେ? ତାପରେ ଏଇ ଆଉ ଯାଇହେବନି, ସମୟ ବି ନାହିଁ ଯାହାକୁ ଜଣକୁ ଧରିକି ଯିବି, ସମୟ ହେଉଛି। ତେବେ ଭାବିଲି 5 ମିନିଟ୍ 7 ମିନିଟ୍ ଭିତରେ ଜଣକୁ ନେବି, ଦେଖିବା। ଗଲାବେଳକୁ ଏଇ ବଙ୍ଗାଳୀ ସାହି ଆଉ ପଛକଡ଼େ ବୁଲେ, ପଛକଟା ସେଠିକି ଗଲି। 3 ଜଣ ଲୋକଙ୍କର ନାଁ ମୋର ଭାଇ, ସେଥିରୁ 2 ଜଣ ହେଉଛନ୍ତି ଝିଅ ପିଲା। ମୁଁ କହିଲି ଝିଅ ପିଲା କ'ଣ ଥିବେ? ଆଉ 2007 ମସିହାରେ 18 ବର୍ଷ ପରେ ଆଉ କ'ଣ ଥିବେ? ନାହିଁ। କିନ୍ତୁ ସେଠି ଯାଇ ଯେତେବେଳେ ମୋଟରସାଇକେଲ ଷ୍ଟାଣ୍ଡ କଲୁ, ଜଣେ ମାଆଟେ ଛିଡ଼ା ହେଇଥିଲେ। ମୋ ସାଙ୍ଗରେ ଆମର ଯାଇଥିଲେ ପ୍ରସାଦ ଭାଇ। କହିଲେ କାହାକୁ ପଚାରେ, କାହାକୁ ଏଇ ମୁଁ କିଛି ମାଆକୁ ଡାକି ମୁଁ ଝିଅ ଶୁଣିଲ। ମୁଁ କହିଲି ମା ଏଇଠିକାର ବୋହୁ ନାଁ କେ? ମୁଁ କହିଲି ଏଇ ନାଁଟା ଟିକେ କରେ। ସେ କହିଲା, ଶୁଣିକି ଆଶ୍ଚର୍ଯ୍ୟ ହେଇଗଲା ଏବଂ କହିଲା ସେ ହେଉଛି ମୁଁ। ମୋର କହିବାର ଉଦ୍ଦେଶ୍ୟ ହେଉଛି ଏ କଥା କରୁଛି କି ଆଚାର୍ଯ୍ୟ ଆମ ପଛରେ ୟା ଭିତରେ ପ୍ରତ୍ୟେକ କାର୍ଯ୍ୟରେ ଅଛି ଆଚାର୍ଯ୍ୟ। ଏବଂ ସେ ପୁଣି ତାର ପୁନଃସ୍ମରଣ করে মা তাকে বিস্তৃত হয় সময় হব। ତେବେ এইটি অনুভব করি যে প্রভু ମୋ ପ୍ରଭୁଙ୍କୁ ଯଦି ମୁଁ ଅନୁଭବ କରିବାକୁ ଆଚାର୍ଯ୍ୟଙ୍କୁ ଯଦି ଅନୁଭବ କରିବି, ତାଙ୍କର ଏଇ ଯେଉଁ କଥା আপনার ମୋର ବିଶେଷ ଭାବେ আপনার ସମସ୍ତଙ୍କୁ ଅନୁରୋଧ, ଅଗଷ୍ଟ ମାସର ଉର୍ଜନା ଏବଂ ସେପ୍ଟେମ୍ବର ମାସର ଉର୍ଜନାକୁ ଭଲ ଭାବରେ ପଢ଼ୁ। ଆଉ ଉର୍ଜନା ସମସ୍ତେ ଖଣ୍ଡେ ଖଣ୍ଡେ ନିଅନ୍ତୁ।
ଏହି ବିଶେଷ ଭାବେ ଏବଂ ତାକୁ ପଢ଼ନ୍ତୁ, ନିଜେ ଅନୁଭବ କରନ୍ତୁ, ଅନୁଭବ କରନ୍ତୁ। ଆଉ ସର୍ବଶେଷରେ ଆପଣଙ୍କର ସମସ୍ତଙ୍କର ଅଶେଷ ମନୋରଞ୍ଜନ।